ମାଆଙ୍କୁ ଥରେ ମୁଁ ପଚାରିଥିଲି, ମା ଆପଣ ଯେତେବେଳେ ଶୁଣିଲେ ଯେ ଗୋଟେ ବାହାଘର ଠିକ୍ ହେଇଛି ଓଡ଼ିଆ ଝିଅ ସହ ବୋଲି, ତ ଆପଣଙ୍କୁ କେମିତି କ'ଣ ଫିଲ୍ ହେଇଥିଲା? ମାଆ କହିଲେ, ମୁଁ ଯେତେବେଳେ ଏକଥା ଶୁଣିଲି ନା ମୋତେ ବହୁତ ଖୁସି ଲାଗିଲା, ଯାହା ହଉ ମୋ ପୁଅର ବାହାଘର ଠିକ୍ ହେଇଯାଇଛି ବୋଲି। ମୋତେ ଗୋଟେ ଝିଅଟେ ଦରକାର ଥିଲା, ଆଉ ମୋ ପୁଅ ଖୁସିରେ ମୁଁ ଖୁସି। ବାହାଘରକୁ ମୋର 2.5 ବର୍ଷ ହେଇଗଲାଣି, କିନ୍ତୁ କେବେ ବି ମାଆ ମୋତେ ଏଇଟା ଫିଲ୍ କରେଇନାହାନ୍ତି ଯେ ମୁଁ ମୋ ଶାଶୁ ଘରେ ଅଛି ବୋଲି। ମୋତେ ଏମିତି ଲାଗେ ମୁଁ ମୋ ବାପ ଘରେ ମୋ ମାଆ ପାଖରେ ହିଁ ଅଛି। ମାଆ ଆଗରୁ ମୋ ସହିତ ଯାହା ବି କଥା ହୁଅନ୍ତି ନା ମୁଁ କିଛି ବୁଝିପାରେନି, ଖାଲି ମୁଣ୍ଡଟାକୁ କେମିତି ହୁଁ ହାଁ କରେ। ଏବେ କିନ୍ତୁ ମୁଁ ମୋ ଆଡ଼ୁ ମାଆଙ୍କ ସହିତ କଥା ହେଉଛି, ମାଆଙ୍କୁ ସବୁ ପଚାରୁଛି, ମା ଏଇଟା କେମିତି ହେବ, ସେଇଟା କେମିତି ହେବ, ମୋତେ ଟିକେ ବତେଇ ଦିଅ ବୋଲି। ମାଆ କହିଲେ, ତୁ ଏତେ ଚିନ୍ତା କରନା, ମୁଁ ଅଛି ନା ଯେ ତତେ ସବୁ ଶିଖେଇଦେବି, ଆସ୍ତେ ଆସ୍ତେ ଶିଖିବୁ। ଆଉ ତୁ କ'ଣ ଆଗରୁ ଜାଣିଥିଲୁ ନା କ'ଣ? ବେଳେବେଳେ ଏମିତି ଲାଗେ ଯେ ମୁଁ ଶାଶୁଙ୍କୁ ପାଇନି, ଗୋଟେ ସାଙ୍ଗଟେ ପାଇଛି ବୋଲି। ମୋ ସ୍ୱାମୀ ନା ମୋତେ ବହୁତ ଡରନ୍ତି, କାହିଁ କହିଲେ ଯଦି ସେ ମୋତେ ଟିକେ ଗାଳି କଲେ ତ ମୁଁ ମାଆଙ୍କୁ ଯାଇକି ସିଧା କହିଦିଏ, ଯେଉଁଥିରେ ସେ ଗାଳି ଶୁଣନ୍ତି। ଆଜି ପାଇଁ ଏତିକି, ବାକି କାଲି।